ଅଗଷ୍ଟ ମାସ 8 ତାରିଖରେ ଏମିତି ଏକ ଘଟଣା ଘଟିଲା ୱେଷ୍ଟ ବେଙ୍ଗଲ କାଲକାଟାରେ। ମନେ ପଡ଼ିଲେ ନିଶ୍ଚିନ୍ତ ଦୁଃଖ ଲାଗେ ଏବଂ ଯାହାକୁ ଆମେ ଦ୍ୱିତୀୟ ଭଗବାନ ବୋଲି ମାନୁ, ଯେଉଁ ଡକ୍ଟରକୁ ଆମେ ଦ୍ୱିତୀୟ ଭଗବାନ ବୋଲି ମାନୁ, ସେ ଡକ୍ଟରଙ୍କୁ ରେପ୍ କରି ମାରି ଦିଆଗଲା। ଏବଂ କିଛି ଲୋକ ନ୍ୟାୟ ପାଇଁ ବସିଛନ୍ତି, ରାସ୍ତା ରୋକ କରୁଛନ୍ତି, ରାଲି କରୁଛନ୍ତି, ସବୁ ଜାଗାରେ ଚାଲିଛି। ଜେଲ୍ ବା ଫାଶୀରେ ତାଙ୍କୁ ଝୁଲେଇ ଦେଲେ କିଛି ଫାଇଦା ନାହିଁ ଭାଇ। ତାଙ୍କୁ ବିଚ୍ ରାସ୍ତା ଉପରେ ଗୁଳି କରି ମାରିଦେବା ଦରକାର ଏବଂ ଲୋକମାନେ ତାକୁ ଟେକା ପଥର ମାରିବା ଦରକାର। ସେ ଯେପର୍ଯ୍ୟନ୍ତ ଅନୁଭବ କରିବ ମୁଁ ଦୋଷ କରିଛି, ତାହାପରେ ଏମିତି ଭୁଲ କରିବା ପୂର୍ବରୁ କୌଣସି ବ୍ୟକ୍ତି 100 ଥର ଭାବିବେ। ନିଶ୍ଚିନ୍ତ ଆମ ଭାରତ ପାଇଁ କ'ଣ ସତରେ ନାରୀ ସୁରକ୍ଷିତ ନୁହେଁ?